ସରକାରୀ ବିହନ ଗଜା ହେଉନି, ଏଭଳି ଅଭିଯୋଗ କରିଛନ୍ତି ଚାଷୀମାନେ। ଜଗତସିଂହପୁର ଜିଲ୍ଲା କୃଷି ବିଭାଗ ତରଫରୁ ବିଭିନ୍ନ ବିହନ ବିକ୍ରେତାମାନଙ୍କୁ ଦିଆଯାଇଥିବା ବିହନ ଅଧିକାଂଶ ଗଜା ହେଉନି, ଫଳରେ ଚାଷୀମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏଥିସହିତ ବହୁଜଳ ବୃଷ୍ଟି ବି ତଳିଘେରା ଉତାରିବାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏ ବର୍ଷ ବହୁତ ହେଇଯାଉଛି, ଏ ଯେଉଁ ବ୍ଲକ ଧାନ ଆଉଛି ସେ ଗଜା ହେଉନି। ଏଇଠି ଆମର ନିହାତି 3000 ଟଙ୍କା ଉପରେ ଗଲାଣି, ଆଉ ଗଜା ହେଉନି। ସବୁ ଯାଇକି ମିଶେଇକିରି ଗୋରୁ ଗାଈ ଖୁଆଉଛୁ, ଆଉ କ'ଣ କରିବୁ, ଏମିତି ଅସୁବିଧା। ତଳିଘେରା କେତେ ଦୂର ଆଗେଇଲାଣି ଆପଣଙ୍କର? ଜମା ତଳି ନାହିଁ, ସବୁ ଯାକ ବୁଡ଼ିଗଲା ପାଣିରେ, ସବୁ ଯାଇଛି। ଏବେ ଯେଉଁ ଆରମ୍ଭ କରୁଛୁ ଯେ କେଉଁଠି କାଁ ଭାଁ ଗଜା ହେଉଛି ନ ହେଉଛି, ଆଉ ଚଲେଇକି ସେମିତି କରୁଛୁ ଆଉ। ଗୋଟିଏ ପରେ ଗୋଟିଏ ଲଘୁଚାପ ଚାଷୀଙ୍କୁ ନାକେଦମ କରିଦେଲାଣି। ଆରମ୍ଭରୁ ଏତେ ବର୍ଷା ଯେ ଚାଷୀମାନେ ତଳି ରୁଆ ବେଳକୁ ମରୁଡ଼ିର ଆଶଙ୍କା କରୁଥିବା ଅନୁମାନ କରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।